ଦେଖିବା ସେଇ କଥାର ଦ୍ୱିତୀୟ ବାର୍ତ୍ତା ଦେଖିବା। ଚାରି ପୁରୁଷର ତାଳ ଶେଣିଥିବା ଘର, ଖଣ୍ଡ ଖଣ୍ଡ କରିଦେଲେ ହୋଇଣ ହାଜର। ବାପାର ସମ୍ପତ୍ତି ଯେତେ ଗ୍ରାମରେ ଯେ ଥିଲା, ସହରେ କୋଠା ତୋଳିବା ପାଇଁ ବିକା ହେଲା। ଗାଁ ଦାଣ୍ଡ ହୋଇଲାଣି ବିଛୁଆତି ବଣ, ଖାଁ ଖାଁ ଶବ୍ଦ ଶୁଭେ ନଈ ପଠା ପୁଣ। ପାଠ ପଢ଼ା ପୁଅ ୟାକୁ ଦେଖିଲେ ତ ନାହିଁ, ସହରେ ଚାଲିଲେ ନା କରିବାର ପାଇଁ। ଗାଁ ତାର ହୋଇଗଲା ଉଜୁଡ଼ା ଫସଲ, ପାଠ ପଢ଼ାରେ ଯେ ନିଆଁ ଲାଗିଲେ ଯେ ଭଲ। ଚାରି ପୁରୁଷର ତାଳ ଶ୍ରେଣୀ ଘର, ଦୋଚାଳି ଆଟୁ ଚାଳ ଘର, ଇଏ ଭଙ୍ଗାଇ ଛାତ ହେଉଛି। ହଉ, କିଏ ମନା କରୁଛି କାହାକୁ? ଚାଳ ଘର, ଦକ୍ଷିଣୀ ଆଟୁ ଘର, ଶାନ୍ତି, ଛାତ ହେବନି। ହେଉଛି, ପଇସା ହେଲା ହେଉଛି ଆଉ କ'ଣ। ବାପାର ଯେଉଁ ସମ୍ପତ୍ତି ଥିଲା ଗାଁରେ, ତାକୁ ପୁଅମାନେ ସବୁ ବିକାବିକି କରିକିରି ସହରରେ କୋଠା ତୋଳା ହେଉଛି। ଗାଁଟା ଗନ୍ଧେଇଲା, ଭଲ ଲାଗୁନି, କିଏ ଯିବା ଆସିବା କରିବ, ଗାଁରେ ସହରରେ ରହିବା ଆଉ ହଁ ଭଲ। କୋଠା ତୋଳା ହେଉଛି। ଗାଁ ଦାଣ୍ଡରେ ଯେଉଁଠି ଖେଳିଥିଲେ ବାଗଡୁଡୁ, ବୋହୁଚୋରି, କବାଡ଼ି ଖେଳ ଯେଉଁଠି ଖେଳିଥିଲେ, ସେ ଜାଗାରେ ବର୍ତ୍ତମାନ ଆଣ୍ଠି ଲେଖା ବିଛୁଆତି ବଣ, ତାକୁ କେହି ଦେଖୁନାହାନ୍ତି। ଗାଁ ବର୍ତ୍ତମାନ ଉଜୁଡ଼ା ସଂସାର ହେଇଗଲେଣି। ଯେଉଁ ନଈ କୂଳରେ ବାଲିରେ କବାଡ଼ି ଖେଳ ହେଉଥିଲା, ଯେଉଁଠି ପହଁରୁଥିଲେ, ଯେଉଁ ଗଛରୁ ତଳକୁ ଡେଉଁଥିଲେ, ସେଠି ବର୍ତ୍ତମାନ ଖାଁ ଖାଁ ଶବ୍ଦ। ଦ୍ୱିପହରେ ଗଲେ ଭୟ ଲାଗୁଛି, ଦିନରେ ଗଲେ ଭୟ ଲାଗୁଛି, ସେ ସମୟ ଆଉ ନାହିଁ। ପାଠପଢ଼ା ପୁଆକୁ କେହି ଦେଖୁନାହାନ୍ତି, ସବୁ ସହରକୁ ଚାଲିଗଲେ। ଗାଁ ସବୁ ଉଜୁଡ଼ା ଫସଲ ହେଇଗଲା। ଯେମିତି ଉଜୁଡ଼ା କ୍ଷେତ ଫସଲ ଆସିଲା ପରେ ଆଉ ଗୋଟେ ଗୋଟେ ଜାଣିଥିବ, ତାକୁ ଛାଡ଼ି ଦିଅନ୍ତି ଚାଷୀମାନେ, ଗୋରୁ ଗାଈ ଖାଆନ୍ତୁ। ସେମିତି ଗାଁ ହେଲା ଉଜୁଡ଼ା ଫସଲ। ଇଏ ପାଠ ପଢ଼ିଆ ଯାହା, ନ ପଢ଼ିଆ ସେଇଆ। ପାଠ ପଢ଼, ଚାକିରି କର, ସବୁ କର, ବାପା ମା' ଦାଦି ଖୁଡ଼ି, ଗାଁ ସହିତ ସମ୍ପର୍କ, ବନ୍ଧୁବାନ୍ଧବ ସମ୍ପର୍କ ସବୁ ରଖିଲେ ପରିବେଶ ଠିକ୍ ରହିବ। ଆଉ ଆମେ ଖାଲି ଚାକିରି କରିବା, ବାହାରରେ ଆମେ ଖାଇବା, ଆମେ ପିନ୍ଧିବା, ଆମେ ଲଗେଇବା, ଆଉ କିଏ ମରୁ ବଞ୍ଚୁ, ଏ କଥା କିଛି ମୂଲ୍ୟ ନାହିଁ। ଏତିକି କଥା ରହିଲା। ଯାହା ଭଲ ମନ୍ଦ ଆପଣମାନେ ତାକୁ କମେଣ୍ଟରେ ଲେଖିବେ।